ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁରପୋଡା ଦେଖା ଯାଉଛନ୍ତି ଏକଦମ ବଢିଆ ଏପିସୋଡ। ଆପଣ ତ ମାନେ ଦେଖିଥିଲେ ମଲ୍ଲିକା ଆସିକି ରାଜବୀରଙ୍କ ଆଗରେ କହିଛନ୍ତି ରଶ୍ମି ଅଛି ଅଂଶୁର ରୁମରେ, ଯୋଉଟାକି ଶୁଣିକି ରାଜବୀର ବହୁତ ଜୋରେ ରାଗି ଯାଇଛନ୍ତି। ଏପଟେ ମଲ୍ଲିକା ଦୌଡ଼ି ଦୌଡ଼ିକି ଆସିଛନ୍ତି ରଶ୍ମିଙ୍କ ପାଖକୁ ଆଉ କହିଛନ୍ତି ମୋ ମୁଦି ଦିଅ କହି ତା ହାତକୁ ଅଣ୍ଡାଳୁଛନ୍ତି। ତ ରଶ୍ମି ପଚାରୁଛନ୍ତି କୋଉ ମୁଦି ତୁ ପଚାରୁଛୁ, ମୁଁ ତ ତୋର କୋଉ ମୁଦି ରଖିନି ନା, ଯୋଉ ମୁଦି ତୁ ମୋର ଚୋରେଇକି ନେଇଛୁ ମୁଁ ସେଇ ମୁଦି ପଚାରୁଛି। ତ ରଶ୍ମି କହୁଛନ୍ତି ଆରେ ମୁଁ କାହିଁ ତୋ ମୁଦି ନେବି, ତୁ ଭୁଲି ଯାଉଛୁ ବୋଧେ ମୋ ସ୍ୱାମୀ ତତେ ଏ ଘରେ ଚାକରାଣୀ କରି ରଖିଛନ୍ତି, ତାପରେ ତୁ ମତେ ଆସି କହୁଛୁ ତୋ ଜିନିଷ ମୁଁ ଚୋରି କରିବି। ଯେତେବେଳେ ଏକଥା କହିଛନ୍ତି ମଲ୍ଲିକା ପୁରା ଏକଦମ ଜୋର ରାଗି ଯାଇଛନ୍ତି ଆଉ ରୋଶନୀକୁ ପେଲି ଦେଇଛନ୍ତି। ତ ମଲ୍ଲିକାଙ୍କର ପେଲା ଦେଖିକି ରୋଶନୀ ଢା ହେଇକି ଗୋଟେ ଚାପୁଡ଼ା ଲଗେଇଛନ୍ତି ମଲ୍ଲିକା ଗାଲକୁ ଆଉ କହିଛନ୍ତି ତୁ କ'ଣ ଭାବୁଛୁ ତୁ ନିଜ ଔକାତରେ ରହ, ମୋ ସ୍ୱାମୀଙ୍କ ପାଇଁ ତୁ ଆଜି ଏଇଠି ରହିଛୁ, ତାପରେ ତୁ ଭାବୁଛୁ ଯେ ତୁ ମୋ ଦେହରେ ହାତ ଦେବୁ ବୋଲିକି। ଏ କଥା କହିଲା ପରେ ମଲ୍ଲିକା ବହୁତ ଜୋର ରାଗିଛନ୍ତି। ସେ ଭାବିଛନ୍ତି ଯେ କେମିତି ବି ହଉ କଳେ ବଳେ କୌଶଳେ କୋଉଠୁ ମୁଦିଟାକୁ ଆଣିବି ଆଉ ରୋଶନୀକୁ ଏ ଘରୁ ବାହାର କରିବି, ଏ କଥା କହିଛନ୍ତି। କିନ୍ତୁ ମଲ୍ଲିକାଙ୍କ ଯୋଉ ହଜିଯାଇଛି ମୁଦିଟା, ସେ ମୁଦିଟା କାହା ପାଖରେ ଅଛି ମଲ୍ଲିକା ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏପଟେ ଆନି, ଆନ୍ୟା ଆଉ ଆନ୍ୟା ତିନି ଜଣ ମିଶି ସେ ମୁଦିରେ ପୁରାପୁରି ତାଙ୍କର ଖେଳ କରୁଛନ୍ତି। ସେ ଭାବୁଛନ୍ତି ଏଇ ମୁଦି ଦ୍ୱାରା ତ ସବୁ ହଉଛି, ଆମେ ଏଇ ମୁଦି ଦ୍ୱାରା ସବୁ କିଛି କରିପାରିବୁ। କିନ୍ତୁ ସିଏ ଆଣିକି ପାଇଛି ବୋଲିକି କାହା ମୁଦି ସେଟା ଆପଣ ଜାଣିନାହାନ୍ତି, କିନ୍ତୁ ସେମାନେ ତାକୁ ଖେଳ ବାବଦରେ ବ୍ୟବହାର କରୁଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ମଲ୍ଲିକା କ'ଣ ସତରେ ତାଙ୍କ ମୁଦି ଫେରି ପାଇବେ, ନା ରଶ୍ମିଙ୍କ ଉପରେ ଯୋଉ ପ୍ରତିଶୋଧ ନେଇପାରିବେ? ଆଉ ଏପଟେ ରାଜବୀର ଯୋଉ ରାଗିକି ଅଛନ୍ତି ରୋଶନୀଙ୍କ ଉପରେ, ସେଟାର କ'ଣ ହବ? ପ୍ରକୃତରେ ରାଜବୀର ରୋଶନୀକୁ ଆହୁରି ମେଡିସିନର ଅଧିକ ପ୍ରଭାବ ପକେଇଲା ଭଳିଆ ଦେବେ ନା ଆଉ କିଛି? ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଅପେକ୍ଷା କରନ୍ତୁ ଫୁଲ୍ ଏପିସୋଡ ଦେଖିବା ପାଇଁ। ଆଉ ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ସିନ୍ଦୁର ଖେଳ। ଏଇ ଏପିସୋଡଟା କେମିତି ଲାଗିଲା କମେଣ୍ଟ କରିବେ। ତା ସହିତ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସବସ୍କ୍ରାଇବ କରନ୍ତି, ସବସ୍କ୍ରାଇବ ପ୍ଲିଜ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆମେ ଯେତେବେଳେ ଭିଡ଼ିଓ ଅପଲୋଡ କରୁ ତାର ପ୍ରଥମେ ନୋଟିଫିକେସନ ଆପଣମାନଙ୍କ ପାଖରେ ପହଞ୍ଚିବ, ଆପଣମାନେ ମଧ୍ୟ ସବୁ ପ୍ରଥମେ ଦେଖିପାରିବେ। ସୋ ୱେଟ୍ କଲୁ ଆପଣଙ୍କର ସବସ୍କ୍ରାଇବକୁ। ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର ମଧ୍ୟ କରନ୍ତୁ। ରହିଲି, ବାଏ ବାଏ।